ଯେତେବେଲେ ଗାଁକେ ମୁଇଁ ହେଲ୍ଥ କ୍ୟାମ୍ପ ଯାଏସି ଯେହେତୁ ଘର ପାଖେ ଆସି ବୋଲିକରି ବହୁତ ଜଣ ଲେଡିଜ୍ ଆଏସନ୍ ଦେଖାବାର୍ ଲାଗି ଆଉ ସେ ସମଙ୍କର ଏକାସରି ଘର ବରଥିସି ନିଜ ନିଜର ଭିତରେ ଲଡ଼ା ପିଟା ହେଇଯାଉଥିସନ୍ ଯେ ମୁଇଁ ଆଗ ଦେଖାସି ମୋର ବହୁତ କାମ ଅଛେ। ମୁଁ ସେମାନଙ୍କୁ ଗୋଟେ ପ୍ରଶ୍ନ ପଚରାସି ଆଜ କେନ୍ସି କାରଣ ଲାଗି ବୋଲିକରି ଯଦି ତୁମର ଜୀବନଟା ପଲାବା ତୁମେ ସେଇ ଘରର କାମ କରିପାର ନାଇଁ। ଯଦି ଷ୍ଟ୍ରୋକ୍ ହେଇଯାଉଛି ତୁମକୁ ବ୍ଲଡ଼ ପ୍ରେସର କି ସୁଗର ବଢ଼ିକିରି ଆଉ କରିପାରବ ଘରର କାମ ନାଇଁ। ଖଟେ ଯେତେବେଳେ ପଡ଼ିଯିବ ତୁମର ସେବା କରବାର୍ ଲାଗି ଘରେ ଲୋକ ଅଛନ୍ କାଏଁ ସେଟା ବି ଆଜକାଲି ଆଉ କେହି ନାଇଁ ମିଲବାର। ତ ନିଜର ଶରୀରର ଯତନ ନେବାର୍ ଲାଗି ଲେଡିଜ୍ ମାନଙ୍କର ନେ ସମୟ ନାଇଁନ। ଆଚ୍ଛା ଏନ୍ତା ହଉତା ଯେ ଲୋକମାନେ ବାହାରେ ଯାଇକରି କାମ କରି ଯାଉଛନ୍ ବେଲେ ଜଣେ ଘରର ସବୁ କାମ ଦାୟିତ୍ୱ ନେଲା ସେଟା କହିବେ ଯେ କାମ ଭାଗ ହେଲା ସେ ବାହାରକେ କାମ ବି କରି ନାଇଁ ଯିବାର। ଆଉ ସେ ସମୟରେ ଯେତେବେଳେ ଲେଡିଜ୍ ମାନେ ଘରର ସବୁ ଦାୟିତ୍ୱ ନଉଛନ୍ ସେତେବେଳେ କି ତାଙ୍କର ଯେନ୍ ବୁଝଟା ତାଙ୍କର ମୁଡ଼େ ପଡ଼ୁଛେ ସେଇଟା ତାଙ୍କର ଶାରୀରିକ ଆଉ ମାନସିକ ସ୍ୱାସ୍ଥ୍ୟକେ ଫରକ ପକାଉଛେ। ତ ଯଦି ଘରର କାମେ ଯେତେ ଜେଣ୍ଟସ୍ ଅଛନ୍ ନିଜର ଯେତେବେଳେ କାମ କିଛି ନାଇଁ ଟିକେ ସାହାଯ୍ୟ କରି ଲାଗତେ ବେଲେ ଲେଡିଜ୍ ମାନଙ୍କର ଜୀବନଟା ଆଉ ଟିକେ ଭଲ ନାଇଁ ହେତା।